ଜଣେ ଭାଇ ମୋତେ ମେସେଜ୍ କରିଥିଲେ ଯେଉଁ SHGD ଫର୍ମ ବାହାରିଛି ସେଥିରେ ମୁଁ ପକାଇ ପାରିବିନି। ମୁଁ କାହିଁକି ସେ କହିଲେ କି ଯେ ସାର୍ ମୁଁ 2025ରେ ମୁଁ ସିଲେକ୍ଟେଡ଼ କ୍ୟାଣ୍ଡିଡେଟ୍ ସେ ହିସାବରେ, କିନ୍ତୁ ସାର୍ ମୁଁ ଜବ୍ ପାଇପାରିଲିନି। ସେ ମୁଁ ପଚାରି କାହିଁକି ପାଇପାରିଲିନି, କହିଲେ ମୁଁ ଏକ୍ଜାମ୍ କ୍ୱାଲିଫାଇ କରି, ଫିଜିକାଲ୍ କ୍ୱାଲିଫାଇ କଲି, ମେଡ଼ିକାଲ୍ କ୍ୱାଲିଫାଇ କଲି, ମୋ ଜଏନ୍ ଲେଟର୍ ଆସିଲା ଘର ପାଖକୁ। ଯେତେବେଳେ ମୋତେ ପୋଲିସ୍ ଭେରିଫିକେସନ୍ ମାଗିଲା ସେତେବେଳେ ମୋ ନାଁରେ ଗୋଟେ ଥାନାରେ କେସ୍ ଥିଲା, ସେଥିପାଇଁ ମୋତେ ପୋଲିସ୍ ଭେରିଫିକେସନ୍ରେ ମୋର ଅସୁବିଧା ହେଲା, ସେଥିପାଇଁ ମୁଁ ଜବ୍ ପାଇପାରିଲିନି। ସେତେବେଳକୁ ମୁଁ 2025 CISI ବ୍ୟାଚ୍ରେ ମୁଁ ଜବ୍ ପାଇଥାନ୍ତି। ସେ ବହୁତ ଦୁଃଖ କରୁଥିଲେ। ତେଣୁ ମୁଁ ଆପଣଙ୍କୁ ଏଇ ଭିଡ଼ିଓ ମଧ୍ୟ ଏତିକି କଥା କହିବି, ଯଦି ଆପଣ ଗଭର୍ଣ୍ଣମେଣ୍ଟ ଜବ୍ ନେବାକୁ ଚାହୁଁଛନ୍ତି କିମ୍ବା ଯଦି ଡିଫେନ୍ସ ଲାଇନ୍ ଯିବାକୁ ଚାହୁଁଛନ୍ତି, ଆପଣ ଗଣ୍ଡଗୋଳ ମାରପିଟ୍ ଠାରୁ ଆପଣ ଦୂରେଇକି ରହିବେ। ଯଦି ଆପଣଙ୍କର ଯଦି କେହି ଯଦି କେସ୍ କରିଦେଉଛି ତେବେ ଆପଣଙ୍କ କ୍ୟାରିୟର ଖରାପ ହେଇଯିବ। ତେଣୁ ଆପଣମାନେ ଗଣ୍ଡଗୋଳ ମାରପିଟ୍ କିମ୍ବା ଏସବୁ ଜାଗାକୁ ଆପଣ ଯିବେ ନାହିଁ। ସେସବୁ ମଥାର ଉପରେ କାଢ଼ିଦେବେ, ସେସବୁ କିଛି ନାହିଁ। ଆଉ ମୋତେ ପାଠ ପଢ଼ି ମୋତେ କିଛି କରିବାର ଅଛି। ଯଦି ଆପଣ ଡିଫେନ୍ସ ଲାଇନ୍ ଯାଉଛନ୍ତି ତେବେ ଆପଣଙ୍କୁ ଆପଣଙ୍କ କ୍ୟାରେକ୍ଟର ସାର୍ଟିଫିକେଟ୍ ମାଗିଥାଏ, ଯେଉଁଟାକି ସବୁ ସିଲେକ୍ସନ୍ ପରେ ହିଁ ଲାଷ୍ଟରେ ମାଗିଥାଏ। ସେତେବେଳେ ଯଦି ଆପଣ ଯଦି କ୍ୟାରେକ୍ଟର ଯଦି କିଛି ଦାଗ ଥିବ ତେବେ ଆପଣ ଜବ୍ ପାଇପାରିବେନି। ତେଣୁ ମୁଁ ଆପଣଙ୍କୁ ଏଇ କଥା କହୁଛି, କାରଣ ଆମେ ବି ସେମିତି ହେଇଥିଲା। ଆମେ ଯଦି ଜବ୍ ପାଇଥିଲୁ ସେତେବେଳେ ବି ଆମର କ୍ୟାରେକ୍ଟର ସାର୍ଟିଫିକେଟ୍ ମାଗିଥିଲେ। ଆମେ ଓଡ଼ିଶା ପୋଲିସ୍ ଗୋଟେ ପୋର୍ଟାଲ୍ ଅଛି, ଆମେ ସେଟା ଅନଲାଇନ୍ ଆପ୍ଲାଏ କରିଥିଲେ, ଅନଲାଇନ୍ ବି ଆମର ପଳେଇ ଆସିଥିଲା। ତେଣୁ ଯଦି ଆପଣଙ୍କର କେସ୍ ଥିବ ତେବେ ଆପଣଙ୍କ ବାହାରିବ ନାହିଁ। ତେଣୁ ଆପଣମାନେ ସେ ଗଣ୍ଡଗୋଳ ପ୍ରତି ଆଦୌ ଧ୍ୟାନ ଦେବେନି। କିଏ କ'ଣ କହିଲା, କ'ଣ କଲା, ସେସବୁ ମଥା ପୁରିବାର ନାହିଁ। ଯଦି ଗଣ୍ଡଗୋଳ ହେଉଛି ସେଟା ଆପଣ ଦୂରେଇକି ପଳେଇ ଆସିବେ, ସେଠି ରହିବେନି। ଯଦି ରହିଯିବେ ସାକ୍ଷୀରେ ପଡ଼ିଯିବେ ଆପଣ, ତ ସେସବୁ ଆଉ ରହିବାର ନାହିଁ। ତେଣୁ ଆପଣମାନେ ଭଲି ପାଠ ପଢ଼ନ୍ତୁ, ସେସବୁକୁ ଆଦୌ ମଥାରେ କାଢ଼ି ଦିଅନ୍ତୁ, ନହେଲେ କ୍ୟାରିୟର ଖରାପ ହେଇଯିବ। ଜୟ ହିନ୍ଦ।